लिंग पुराण षष्ठविंश अध्याय शिवंकर अर्धनारीश्वर रूप धारण। सौनक उवाच एथु अनंतरे जे सौनक तपोधन सनत कुमारंकु पुछा कले कबहन बोइले हे विधि सुत विज्ञ चूड़ामणि शुणाइले तुम्भे बड़ विचित्र कहानी पार्वती देहे शिव देखिले अद्भुत अशेष ब्रह्मांड होई अछि रुंडी भूत तेणु से जोगेश्वरी की बहु प्रशंसिले तदंतेण समाचार किस कह भले सौनक मुनि मुखु शुणिए वचन कही आरंभिले धीरे ब्रह्मांक नंदन। सनत कुमार उवाच शुण आहे मुनि बर अपूर्व कथन उमा देवी बसिथिले शिव सन्निधान ताहांकर प्रतिबिंब कांत अंगे देखी महा अभिमानी निजे हेले विशालाखी मने पांचिले सन नगेन्द्र नंदिनी अन्य युवती की कांत छंती अंके घेनी संभ्रमे ते विचारी बसिले से ऋषि कथा न कहिले गंडे करतु निवेशी शंकर चाटु बचने कहिले तक्षण काहीं पाई प्रिय कल मलिन बदन कि हेतु बोइले तुम्भे परि विमना कि दोष देखी मोहर एरीति सुमना भवानी बोइले शुण आहे प्राणेश्वर तुम्भंकु पाळिछि करी तप घोर तर कि तपस्या करिथिला एमंत के नारी ता चिन्ह बहिछ अंगे प्रभु त्रिपुरारी मोहर सहित मात्र मौखिक प्रणय परिहासे कार्य नहीं आहे दयामय हसी कहन्ति शंकर एकी विपरीत अन्य नारी की केबे न छुई मुत मोर अंगे जा देखिल शुण से कारण तुम्भरी अंगर छाया गो प्राण धन आपना रूप को बारी न पारुछ सही दर्पणे देखिले प्रते जीव चांद मुही तहु तर्पण देखन्ते निज अंग सती प्रकृत आपना रूप शिव अंगे स्थिति दर्पण रे जहा से ही छाया कांत अंगे देखी लज्जावती उमा कथार प्रसंगे हार मानी अवनत मुखी गिरी सुता लपनानु आई सती होइले लज्जिता अळप अळप हसी प्रभु त्रिलोचन सधीरे बोइले तहु एमंत बचन मोर अर्धांग ग्रहण कर माहेश्वरी तुम्भ अर्ध अंग मोते दिय जटाधारी अर्धेक पुरुष हेउ अर्ध हेउ नारी एमंत जुगल अंगे रहिबा किशोरी तेबे तुम्भ मने आउ नथिब संदेह मोर बाम अंग गोटिए बेहरिनिय पार्वती बोलंती जदि रखिब मो कथा हरण करिबि तुम्भ अंग पंचमथा मु जाहा करिबि नाथ देव हे सम्मति तथास्तु बोली हसिले प्रभु पशुपति सनत कुमार कहन्ति शुण मुनि जति जे रूपे हरंक अंग हरिले पार्वती
যোগ নিদ্রা রূপ আত্মা মনে চিন্তা করি ব্রহ্মা বিষ্ণু শিবে নমে ভুবন ঈশ্বরী নিজ আত্মা চিন্তি দেবী শিবাঙ্গ হরিলে আপনা দক্ষ দেহার্ধ শিবে সমর্পিলে শঙ্করଙ୍କ ବାମ ଅଙ୍ଗ କରନ୍ତେ ହରଣ ଉମାଙ୍କ ଦକ୍ଷିଣ ଅଙ୍ଗ ନେଲେ ପଞ୍ଚାନନ ସେ କାଳେ ଘର ଗୌରୀ ଅପୂର୍ବ ମିଳନ ଉତ୍ତମ ତେଜେ ଦିଶିଲେ ବିଚିତ୍ର ଶୋଭନ ଅର୍ଦ୍ଧେକ ଶୋଭେ କବରୀ ଅର୍ଦ୍ଧେ ଜଟା ଜୁଟ ଅର୍ଦ୍ଧେକ ଶୋଭଇ ଗଙ୍ଗା ଅର୍ଦ୍ଧେକ ମୁକୁଟ ଏକ କର୍ଣ୍ଣେ ନାଗ ଏକ କର୍ଣ୍ଣରେ କୁଣ୍ଡଳ ଏକ ନୟନେ ଅଞ୍ଜନ ରଙ୍ଗ ଅନ୍ୟ ଡୋଳ ଅର୍ଦ୍ଧସ୍ଥୂଳ ନାସା ଅର୍ଦ୍ଧ ଜିଣି ତ୍ରିତିଳ ଫୁଲ କି କହିବି ସେହି ଶୋଭା ଭୁବନ ତୁଲ୍ୟ ଅର୍ଦ୍ଧ ଭାଗେ ଦୀର୍ଘ ଦାଢ଼ି ଅର୍ଦ୍ଧେ କଚି ବୁକ ଆରକ୍ତ ଦର୍ଶନ ଅର୍ଦ୍ଧେ ମନୋହର ମୁଖ ଅପର ଦର୍ଶନ ଦୀର୍ଘାକୃତି ଶୁକ୍ଳ ବର୍ଣ୍ଣ ଅର୍ଦ୍ଧ ନୀଳ କଣ୍ଠ ଅର୍ଦ୍ଧ ଶୋଭେ କମ୍ବୁ ପୂଣ କାଞ୍ଚନ କେୟୁର ଚୁଡ଼ି ଶୋଭେ ଏକ କରେ ଭୁଜଙ୍ଗ ବଳୟ ଶୋଭା ପାଏ ଅନ୍ୟ କରେ ବକ୍ଷ ଅର୍ଦ୍ଧେ ଶୋଭେ ସ୍ୱର୍ଣ୍ଣ ମୁକୁତାର ହାର ଅର୍ଦ୍ଧ ଗଳାରେ ରୁଦ୍ରାକ୍ଷ ମାଳା ଚମତ୍କାର ରମ୍ଭା ତରୁ ଜିଣି ଶୋଭା ଦିଗେ କଉରୁ ଅନ୍ୟ ଉରୁ ଭସ୍ମ ବୋଳା ଦିଶ ସୁଚାରୁ ଅର୍ଦ୍ଧ ହୃଦେ ଏକ ସ୍ତନେ ଦିଶେ ମନୋରମ ଅର୍ଦ୍ଧ ହୃଦେ ଅସ୍ଥିମାଳ ଦିଶ ସୁଷମ ଏକ ପଦେ ନୂପୁର ବାଜେଣି ବୋଳା ସାଜେ ଏକ ପଦେ ଭୁଜଙ୍ଗ ପାହାଡ଼ ବୋଳା ରାଜେ ଏମନ୍ତେଣ ହର ଗୌରୀ ଅର୍ଦ୍ଧ ନାଗେଶ୍ୱର ଅର୍ଦ୍ଧ କଟି ଶାଢ଼ୀ ଅର୍ଦ୍ଧ କଟି ବ୍ୟାଘ୍ରାମ୍ବର ହର ପାର୍ବତୀଙ୍କ ଲୀଳା କିସେ କି ଦେବା ଉପମା ଧାତା ବିଷ୍ଣୁ ଇନ୍ଦ୍ରାଦି ଯେ ନ ପାନ୍ତି ଯା ସୀମା ଅର୍ଦ୍ଧ ନାରୀଶ୍ୱର କଥା ପାପ ବିମୋଚନ କ୍ଷେତ୍ର ମୋହନ ଭାଷାର କରଇ ରଚନ ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ହର ପାର୍ବତୀ ଅର୍ଦ୍ଧନାରୀଶ୍ୱର କଥନେ ନାମ ଷଷ୍ଠବିଂଶ ଅଧ୍ୟାୟ। ସପ୍ତବିଂଶ ଅଧ୍ୟାୟ କାମରୂପ ପୀଠର ମହାତ୍ମ୍ୟ ବର୍ଣ୍ଣନ। ସୌନକ ଉବାଚ ସୌନକ ମୁନି ପୁଛନ୍ତି ସନତ କୁମାରେ କାଶୀ କ୍ଷେତ୍ରେ ଶିବ ଉମା ଲୀଳା ଯେ ପ୍ରକାରେ ଆବର କେବଣ ସ୍ଥାନ ଅଛି ସେହି ପରି ଗୋପତ ବିହାର କାହିଁ ହୁଅଇ ତାଙ୍କରି କହ କିନା ବିଧି ସୁତ ସେ କଥା ଆମ୍ଭଙ୍କୁ ଲାଳସା ବଳଇ ବିଶେଷରେ ଶୁଣିବାକୁ। ସନତ କୁମାର ଉବାଚ ସନତ କୁମାର କହନ୍ତି ଶୁଣ ତପୋଧନ ଶିବ ପାର୍ବତୀଙ୍କର ଯେ ଏକ ଗୁପ୍ତ ସ୍ଥାନ ତାହାର ମହିମା ଅଟେ ଅତି ଅଦ୍ଭୁତ କାମରୂପ ପୀଠ ନାମ ଜଗତେ ବିଖ୍ୟାତ ଯୋଗୀ ଋଷି ମାନଙ୍କ ସେ ସଦା ପ୍ରୀତି କର ଦିବ୍ୟ ଜ୍ଞାନ ପାନ୍ତି ଏଥି ବାସ କଲେ ନର ଯେଉଁ ପରି କାଶୀ ଧାମ ଦିଏ ଦିବ୍ୟ ଜ୍ଞାନ କାମରୂପୀ ପୀଠ ଜ୍ଞାନ ଦିଅ ଇତେଶନ ସଂସାର ବନ୍ଧନ ଛେଦ ହେତୁ ସଦା ଶିବ ଅବିଳମ୍ବେ ନିସ୍ତାରନ୍ତି ତହିଁ ସର୍ବଜୀବ କାମଚଣ୍ଡୀ ରୂପେ ବିଜେ ଗିରୀନ୍ଦ୍ର କୁମାରୀ ଅପର ନାମ କାମାକ୍ଷା ବର କାଉଁରୀ ଆଜୀବନ ତପେ ପ୍ରାଣୀ ଯେଉଁ ଫଳ
ଫଳ ପାନ୍ତି। ଅନାୟାସେ କାମ ରୂପ ପୀଠେ ତା ପ୍ରାପତି। ସ୍ଥାନ ଗୁଣେ ଦିବ୍ୟ ଜ୍ଞାନ ହୃଦୟରେ ପ୍ରକାଶେ। ସ୍ଥାନ ଗୁଣେ ଚଉବର୍ଗ ମିଳେ ଅନାୟାସେ। କାମନା ପୂରଣ ହୁଏ ବୋଲି ସେ କାରଣେ। କାମାକ୍ଷା ଦେବୀ ମହିମା ପ୍ରକାଶ ସେ ସ୍ଥାନେ। କାମରୂପ ମହାପୀଠ ଗୁପତ ଅଟଇ। ଗୁପତେ ହର ପାର୍ବତୀ ବିହରନ୍ତି ତହିଁ। ଶୁଣାମୁନି ସେହି ମହାପୀଠ ପରିଚୟ। କରତୋୟା ନଦୀ ପୂର୍ବ ଦେଶରେ ନିର୍ଣ୍ଣୟ। ଦ୍ୱିକରବାସିନୀ ଦେବୀ ଅଛନ୍ତି ସେ ସ୍ଥାନେ। ତ୍ରିଶତ ଯୋଜନ ସରି ଦୀର୍ଘ ଆୟତନେ। ଆଡ଼ରେ ସତେକ ଜୁଣ ଏହି ପରିମାଣ। ଅପୂର୍ବ ସୁନ୍ଦର ବିରାଜଇ ସେହି ସ୍ଥାନ। ସର୍ବଦେବ ଗଣ ସର୍ବସିଦ୍ଧ ଯୋଗୀ ମୁନି। ସେହି ମହାପୀଠେ ସଦା ହର ଉମା ଧ୍ୟାନୀ। ହର କୋପା ନଳେ କାମ ହୁଅନ୍ତେ ବହନ। ପୁଣି ତାକୁ ଦିବ୍ୟ ରୂପ ଦେଲେ ତ୍ରିଲୋଚନ। ସେହି ହେତୁ କାମ ରୂପ ସେ ପୀଠର ନାମ। ଯଥା କାଶୀ ଧାମ ତଥା କାମ ରୂପ ଜାଣ। ମହାପୀଠ ବାୟୁ କୋଣେ ନୈରତେ ଈଶାନ। ଅଗ୍ନି ମଧ୍ୟ ଭାଗ ପାର୍ଶ୍ୱ ଏହି ଛଅ ସ୍ଥାନ। ଶିବ ପାର୍ବତୀଙ୍କର ଯେ ଗୁପତ ବିହାର। ନୀଳ ପର୍ବତ ସେ ସ୍ଥାନେ ଅତି ମନୋହର। କରତୋୟା ନଦୀ ତୀରେ ସର ନଦୀ କୁଣ୍ଡ। ସେହି କୁଣ୍ଡେ ଯେଉଁ ଜନ ବୁଡ଼ାନ୍ତି ହେ ମୁଣ୍ଡ। ବ୍ରହ୍ମ ହତ୍ୟା ଗୋହତ୍ୟାଦି ମହାପାପ ମାନ। ଦୂର ହୋଇଯାଏ ଶୁଦ୍ଧ ହୁଏ ମନ ପ୍ରାଣ। ନାଟକ ପର୍ବତ ଶୋଭେ ତାର ପୂର୍ବ ଭାଗ। ବୃଷଧ୍ୱଜ ନାମେ ତହିଁ ଛନ୍ତି ଏକ ଲିଙ୍ଗ। ସ୍ନାନ ଶୁଚି ମନ୍ତ ହୋଇ ଯେ ବଣ ମାନବ। ବୃଷଧ୍ୱଜ ଲିଙ୍ଗ ବରେ ଦର୍ଶନ କରିବ। ଆଜନ୍ମ ପାତକ ତାର ନ ରହିବ ଲେଶେ। ଅନ୍ତିମ ସମୟେ ଚଳିଯିବ ସ୍ୱର୍ଗ ଦେଶେ। ନାଟକା ଚଳ ନିକଟେ ସନ୍ଧ୍ୟାଚଳ ନାମ। ସେହିଠାରେ ମହାଋଷି ବଶିଷ୍ଠ ଆଶ୍ରମ। ବୃଷଦ୍ବତୀ ନାମେ ନଦୀ ବହଇ ନିରତେ। ବଶିଷ୍ଠ ସନ୍ଧ୍ୟା ବନ୍ଦନା କରନ୍ତି ତା ସ୍ରୋତେ। କାନ୍ତା ନାମେ ନଦୀ ତୀରେ ସ୍ନିଗ୍ଧ ତରୁ ତଳେ। ଶିବ ଗୌରୀ ଧ୍ୟାନେ ମଗ୍ନ ଅମର ସକଳେ। ଅଗ୍ନିଦେବ ନିରନ୍ତରେ ତହିଁ ବିରାଜନ୍ତି। ପବନ ଦେବତା ସ୍ଥିର ଭାବେ ଥାନ୍ତି ତଥି। ଇନ୍ଦ୍ରାଦି ଦେବତା ମାନେ ସେହି ସନ୍ଧ୍ୟା ଚଳେ। ପୂଜନ୍ତି ବଶିଷ୍ଠେଶ୍ୱର ଲିଙ୍ଗ କୁତୁହଳେ। ଅକଳନ କାମ ରୂପ ପୀଠର ମହିମା। ବର୍ଣ୍ଣି ଶେଷ କରି ନ ପାରିବେ ଶେଷ ବ୍ରହ୍ମା। ଯୋଗୀ ଯେ ସିଦ୍ଧ ଲଭନ୍ତି ତହିଁ ଯୋଗ ସାଧି। ତପୀଙ୍କ ତପସ୍ୟା ଅଳପକେ ହୁଏ ସିଦ୍ଧି। ଜ୍ଞାନୀ ମାନେ ଅକ୍ଳେଶେ ଲଭନ୍ତି ଆତ୍ମା ଜ୍ଞାନ। କର୍ମୀଙ୍କର ହୁଏ ପରମାତ୍ମା ଦର୍ଶନ। ଭକ୍ତ ଜନ ମାନଙ୍କର ଭକ୍ତି ହୁଏ ବୃଦ୍ଧି। ରୋଗୀ ପ୍ରାଣୀଙ୍କର ଦୂର ଅଟେ ରୋଗ ବ୍ୟାଧି। କାମାକ୍ଷା ଦେବୀଙ୍କ କୃପା ବଳେ ଆହେ ମୁନି। ଦରିଦ୍ର ଜନେ ସକଳ ହୁଅନ୍ତି ମହାଧନୀ। ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାବନ୍ତ ସେ କରନ୍ତି। ପୁତ୍ରାର୍ଥୀ ମାନେ ଯେ ପୁତ୍ର ସମ୍ପତ୍ତି ଲଭନ୍ତି।
କାମଚଣ୍ଡୀ କାମେଶ୍ୱର ଲିଙ୍ଗ ଆରାଧନେ ଦୁଃଖ ସକରୁ ଯେ ନିସ୍ତରନ୍ତି ପ୍ରାଣୀମାନେ କାମରୂପ ପୀଠର ଯେ ମହିମା ଅପାର ପୂର୍ବେ ବିଷୟ କହିଥିଲି ସୂକ୍ଷ୍ମେ ସାର ଶୁଣୁଥିଲି କିଛି ଏବେ କଲ ତ ଶ୍ରବଣ ଏଥୁ ଅନ୍ତେ କହିବ ୟାନ ବିବରଣ ଏମନ୍ତେ ବିଧି ନନ୍ଦନ ସନତ କୁମାର ବଖାଣିଲେ କାମରୂପ ପୀଠ ସମାଚାର ଶୁଣି ସନକାଦି ମୁନି ପରମ ସନ୍ତୋଷ ଶ୍ରୀଲିଙ୍ଗ ପୁରାଣ କଥା ଛଣା ସୁଧାରସ ପରମ ବୈଷ୍ଣବୀ ଭଗବତୀର ପ୍ରସାଦେ ଭଣଇ କ୍ଷେତ୍ର ମୋହନ ଭାଷା ପରବନ୍ଧେ। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ କାମରୂପ ପୀଠ ମହାତ୍ମ୍ୟ ବର୍ଣ୍ଣନେ ନାମ ସପ୍ତବିଂଶ ଅଧ୍ୟାୟ ଅଷ୍ଟମୂର୍ତ୍ତି ଲିଙ୍ଗାର୍ଚ୍ଚନ ବିଧି। ସନତ କୁମାର ଉବାଚ ସନତ କୁମାର କହନ୍ତି ଏଥୁ ଅନନ୍ତରେ ଲିଙ୍ଗାର୍ଚ୍ଚନ ବିଧି ଶୁଣ ତାପସନେ କରେ କାଶୀ ବିଶ୍ୱନାଥଙ୍କର ଅଷ୍ଟଦିଗେ ଜାଣ ଅଷ୍ଟଲିଙ୍ଗ ବିରାଜନ୍ତି ଅପୂର୍ବ ଘଟଣ ସେହି ଅଷ୍ଟମୂର୍ତ୍ତିଙ୍କର ନାମ ଯାହା ତାହା ତୁମ୍ଭ ନିକଟେ ପ୍ରକାଶ କରୁଛି ମୁଁ ତାହା ପୂର୍ବ ଦିଗେ କ୍ଷିତି ମୂର୍ତ୍ତି ତାଙ୍କ ନାମ ସର୍ବ ଈଶାନରେ ଜଳ ମୂର୍ତ୍ତି ତାଙ୍କ ନାମ ଭବ ଉତ୍ତରେ ଅଗ୍ନି ମୂରତି ରୁଦ୍ର ନାମ ଧାରି ବାୟୁ କୋଣେ ବାୟୁ ମୂର୍ତ୍ତି ଉଗ୍ର ବୋଲି କରି ପଶ୍ଚିମେ ଆକାଶ ମୂର୍ତ୍ତି ନାମ ଅଟେ ଭୀମ ନୈରତେ ଯଜମାନ ଯେ ପଶୁପତି ନାମ ଦକ୍ଷିଣ ଦିଗରେ ସୋମ ମୂର୍ତ୍ତି ଲିଙ୍ଗ ଶିବ ତାହାଙ୍କର ନାମ ଖ୍ୟାତ ଅଟେ ମହାଦେବ ଅଗ୍ନି କୋଣେ ସୂର୍ଯ୍ୟ ମୂର୍ତ୍ତି ଈଶାନ ଈଶ୍ୱର ଅଷ୍ଟମ ଲିଙ୍ଗ କେହି ଜାଣ ମୁନିବର ଏହିପରି ଅଷ୍ଟଦିଗେ ଅଷ୍ଟଲିଙ୍ଗ ଛନ୍ତି ମୂର୍ତ୍ତି ଅନୁରୂପେ ଅଷ୍ଟ ନାମ ଯେ ବହନ୍ତି ରତ୍ନବେଦୀର ଉପରେ ପୂର୍ବାଦିକ୍ରମେଣ ବାମାବର୍ତ୍ତେ କରିବି ହେ ସଭିଙ୍କି ପୂଜନ ପ୍ରଣବ ଉଚ୍ଚାରି ନମ ଶିବାୟ ମନ୍ତ୍ରରେ ଯତନେ ପୂଜା କରିବ ଶ୍ରଦ୍ଧା ଭକ୍ତି ଭରେ ପଞ୍ଚ ଉପଚାରେ ଅବା ଦଶ ଉପଚାରେ ବିଲ୍ବ ପତ୍ରାଞ୍ଜଳି ପୁଷ୍ପାଞ୍ଜଳି ଦେବ ଖରେ ତଦନ୍ତରେ ମୂଳ ମନ୍ତ୍ର ଯେହୁ ପଞ୍ଚାକ୍ଷର ସାଧରେ ଜପ କରିବ ଭୋଲେ 10 ଥର କୁଶିବା ଗଣ୍ଡୁ ସେ ଜଳ ଘେନି ବିଧାନରେ ଗୁହାତି ଗୁହ୍ୟ ମନ୍ତ୍ରକୁ ପଢ଼ି ଆନନ୍ଦରେ ଶିବଙ୍କର ନିମ୍ନ ଯେ ଦକ୍ଷିଣ ହସ୍ତ ଠାବ ସେହି ଉଦ୍ଦେଶ୍ୟ ଭୂମିରେ ଜଳ ପକାଇବ ତାହା ପର ଅଙ୍ଗୁଷ୍ଠି ତର୍ଜନୀ ଅଙ୍ଗୁଳିରେ ଦକ୍ଷିଣ ଗାଲ ଆବର ବାମ ବାହୁ ଦ୍ୱାରେ ବାମ ବଗଲ ବଜାଇ ବଜାଇଣ ସୁଖେ ବମ୍ 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 ଶବ୍ଦ ଶବ୍ଦ ଉଚ୍ଚାରିବ ମୁଖେ ଏହି ସମୟରେ ଘଣ୍ଟା ଆଦି ଯନ୍ତ୍ରମାନ ମଙ୍ଗଳ ବାଦ୍ୟ ସମୂହ କରିବ ବାଦନ ପାଠ କରି ଶିବଙ୍କର ସ୍ତବ ସ୍ତୋତ୍ର ସାର ଭୂମିଷ୍ଠ ହୋଇ କରିବ ତହୁଁ ନମସ୍କାର କିଞ୍ଚିତ ନିର୍ମାଲ୍ୟ କରେ ଘେନି ତଦନ୍ତରେ ମଣ୍ଡଳ ପରେ ଥୋଇବ ଚିନ୍ତି ଗଣ୍ଡେଶ୍ୱରେ ଜଳ ଶୁଦ୍ଧି ଠାରୁ ଆରମ୍ଭିଣ କ୍ରମେ ଜାଣ
ଅଙ୍ଗନ୍ୟାସ କରନ୍ୟାସ କରି ସମାପନ ମନ୍ତ୍ର ପାଠ ସହିତରେ କରାଇବ ସ୍ନାନ ପ୍ରଣାମ ପର୍ଯ୍ୟନ୍ତ ଯେତେ ପୂଜାର ବିଧାନ ସଂକ୍ଷେପରେ କହିଲି ମାତ୍ର ଆହେ ଋଷିଗଣ ବିସ୍ତାରିତ ପୂଜା ବିଧି ମନ ଦେଇ ଶୁଣ ପ୍ରଥମେ ବରୁଣ ପୂଜା ସମାଧାନ କରି ଉତ୍ତମ ପ୍ରକାରେ ସ୍ୱସ୍ତି ବାଚନ ଉଚ୍ଚାରି ଯଥା ବିଧାନେ ତଦନ୍ତେ ସଂକଳ୍ପ କରିବ ଆପଣାର ଗୋତ୍ର ନାମ ତହୁଁ ବଖାଣିବ ସର୍ବ ପାପ କ୍ଷୟ ପାଇଁ କରିବ ପ୍ରାର୍ଥନା ଆବର ଯାହା ମନରେ ପାଞ୍ଚିବ କାମନା ବିଗ୍ରହମୟୀ ଲିଙ୍ଗର ପାରୁଷେ ତଦନ୍ତ ଭଗବତୀ ପାର୍ବତୀଙ୍କୁ ଅର୍ଚିବ ବିହିତେ ବିନାୟକ କାର୍ତ୍ତିକେୟ ବୃଷଭ ସହିତେ ଆରାଧିବ ହୟ ଶୀର୍ଷ ପଞ୍ଚରାତ୍ର ମତେ ଅଥବା ମତ୍ସ୍ୟ ପୁରାଣ ବିଧିରେ ଯତନେ ଗଣେଶାଦି ପଞ୍ଚଦେବ ତାଙ୍କୁ ଆରାଧନେ ବୈଦିକ ମନ୍ତ୍ରରେ କିବା ମୂଳ ମନ୍ତ୍ର ସ୍ମରି ହୋମ କରି ଆଚରିବ ଯଥାର୍ଥେ ବିଚାରି ସଦ୍ୟ ବା ବ୍ରାହ୍ମଣ ମୁଖେ ସଂକଳ୍ପ କରିବ ସଂକଳ୍ପ ସୂକ୍ତ ପଠନେ ଆଗୁସାର ହେବ ଆସନ ଶୁଦ୍ଧି ଆଦି ଯେ ଯାବତ ବିଧାନ ପୃଥକ ପୃଥକ ଦେବାଙ୍ଗରେ ଯେ ଭକ୍ତିମାନ ମହାଷୋଢ଼ା ଆଦି ନ୍ୟାସ କର୍ମ ସମର୍ପିବ ମହାଦେବଙ୍କର ଧ୍ୟାନ ମନ୍ତ୍ରାଦି ପଢ଼ିବ ଶ୍ରୀକଣ୍ଠାଦି ନ୍ୟାସ ତୁଲେ ପଞ୍ଚବ୍ରହ୍ମ ନ୍ୟାସ ତଦନ୍ତେ ଈଶାନଙ୍କର ପଞ୍ଚକଳା ନ୍ୟାସ ତତ୍ତ୍ୱନ୍ୟାସ ପୂର୍ଣ୍ଣମୂର୍ତ୍ତି ପଞ୍ଜର ଯେ ନ୍ୟାସ ଏକ ଏକ ଶିବ ନାମେ କରିବ ପ୍ରକାଶ ତାହା ଉତ୍ତାରୁ ଇନ୍ଦ୍ରିୟ ନ୍ୟାସକୁ ବିହିବ ଋଷ୍ୟାଦି ନ୍ୟାସ ତତ୍ପରେ ଭଲେ ଆଚରିବ ଅଙ୍ଗୁଳି ନ୍ୟାସ ହୃଦୟ ନ୍ୟାସ ତଦନ୍ତରେ ବ୍ୟାପକ ନ୍ୟାସ କରିବ ଉତ୍ତମ ପ୍ରକାରେ ଏ ଉତ୍ତାରେ ପ୍ରତ୍ୟକ୍ଷର ନ୍ୟାସର ବିଧାନ ଦେବତାଙ୍ଗେ ପୀଠ ନ୍ୟାସ କରିବ ସାଧନ ଭାବନ ଚତୁଶ୍ଚୟ ଯେ ବିଧି ମତେ କରି ତଦନ୍ତେଣ ଭାବେ ତତ୍ତ୍ୱ ନ୍ୟାସକୁ ଆଚରି ଋଷି ଛନ୍ଦ କର ନ୍ୟାସ ଅଙ୍ଗ ନ୍ୟାସ ପୁଣ ଅସ୍ତ୍ର ମନ୍ତ୍ରେ ଦିଗବନ୍ଧନ ଶାସ୍ତ୍ରର ବିଧାନ ମୂଳ ମନ୍ତ୍ରେଣ ବ୍ୟାପକ ତ୍ରୟ କରି ସାରି ପ୍ରଣବ ସହିତ ନ୍ୟାସ କରିବ ବିଚାରି ପଞ୍ଚବକ୍ତ୍ରଙ୍କର ଧ୍ୟାନ କରିବ ତଦନ୍ତେ ମାନସ ଉପଚାରଣେ ପୂଜିବ ବିହିତେ ମନେ ମନେ ପାଦ୍ୟ ଆଦି ନୈବେଦ୍ୟ ପର୍ଯ୍ୟନ୍ତ ପୂଜା କରିବ ଯତନେ ସମର୍ପି ସମସ୍ତ ମନକୁ କରିବ ଶ୍ରୁବ ସୁଷୁମ୍ନା ଯେ ଶ୍ରୁତ ମୂଳ ମନ୍ତ୍ର ଉଚ୍ଚାରିବ କରିବ ସୁସଞ୍ଚ ମାନସିକେ ସମ୍ପାଦିବ ହୋମ କ୍ରିୟା ଜାଣ ଆଦ୍ୟରେ ଓଙ୍କାର ପ୍ରାନ୍ତେ ସ୍ୱାହା ଉଚ୍ଚାରଣ ମୂଳଧାରେ ଯେ ତ୍ରିକୋଣ କୁଣ୍ଡର ମଧ୍ୟରେ ଦେବତାଗ୍ନି ସମ୍ମୁଖରେ ହଏ ବିଧିରେ ସତ୍ୟ ଅହନ୍ତ ପରିଶୂନ୍ୟ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟାଦି ଆହୁତି କରିବ ମାନସେ ଗଣ୍ଡୁଷ ଆଦି କରିବ ପ୍ରଦାନ ମାନସେ କରିବ ପରେ ଜପ ସମର୍ପଣ ଏମନ୍ତେ ମାନସ ଉପଚାର ପୂଜା ବିଧି
କହିଲିଟି ତୁମ୍ଭ ପାଶେ ଯାହା ଅଛି ସିଦ୍ଧି। ଏଥୁ ଅନ୍ତେ ଶୁଣ ବାହ୍ୟ ପୂଜା ସମାଚାର। ପୀଠନ୍ୟାସ ଆଦି କରି ସାରି ତଦନ୍ତର। ଆବାହନ ଧ୍ୟାନ ଯଥା ବିଧାନେ କରିବ। ଷୋଡ଼ଶାଦି ଉପଚାରେ ପୂଜା ସମ୍ପାଦିବ। ଯେଉଁପରି ଅଟେ ହେ ଷୋଡ଼ଶ ଉପଚାର। ତାହା କହୁଅଛି ଏବେ ଶୁଣ ମୁନିବର। ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ଆଚମନ। ମଧୁପର୍କ ପୁନରାଚମନି ଅଟି ଜାଣ। ସ୍ଥାନୀୟ ସ୍ଥାନାର୍ଥ ଜଳ ବସ୍ତ୍ର ଆଭରଣ। ଗନ୍ଧ ପୁଷ୍ପ ବିଲ୍ୱପତ୍ର ଧୂପ ଦୀପ ପୁଣ। ନୈବେଦ୍ୟ ପାନାର୍ଥ ଜଳ ପୁନରାଚମନ। ସର୍ବଶେଷେ ଉପଚାର ତାମ୍ବୁଳ ଚନ୍ଦନ। ଆସନର ଅର୍ଥ ଶୁଣ ହେ ତାପସ ବୃନ୍ଦ। ସ୍ୱର୍ଣ୍ଣ ରୌପ୍ୟାଦି ନିର୍ମିତ ଆସନ ପସନ୍ଦ। ପ୍ରଥମରେ ସମର୍ପଣ କରିବାର ବିଧି। ସ୍ୱାଗତର ଅର୍ଥ ଶୁଣ ଆହେ ଋଷି ନିଧି। ଦେବତାଙ୍କୁ ଶୁଭ ଆଗମନ ପ୍ରଶ୍ନ ଯେହି। ସ୍ୱାଗତ ତାହାର ନାମ ଜାଣ କହିଲଇଁ। ପାଦ୍ୟ ଉପଚାର ଅଟେ ସୁବାସିତ ଜଳ। ଅର୍ଘ୍ୟ ଦ୍ରବ୍ୟ ଦୁର୍ବାତୁଲେ ଆତପତଣ୍ଡୁଳ। ଆବରହେ ଗନ୍ଧ ପୁଷ୍ପ ସୁଗନ୍ଧ ସଲିଳ। ଅର୍ଘ୍ୟ ଉପଯୋଗ ଏହା ଅଟଇ କେବଳ। ମଧୁପର୍କ ଦ୍ରବ୍ୟ ବିଧି ମଧୁ ଘୃତ ଚିନି। ଜଳ ସହିତରେ କାଂସ୍ୟ ପାତ୍ର ଥିବ ଘେନି। ପୁନରାଚମନି ଅଜେ ସୁବାସିତ ନୀର। ସ୍ନାନୀୟ ଦ୍ରବ୍ୟ ଅଟଇ ତେମନ୍ତ ପ୍ରକାର। ବସ୍ତ୍ର ପାଟ ମଠା କିମ୍ବା କାର୍ପାସ ବସନ। ସୁବର୍ଣ୍ଣର ଯତ ନିର୍ମିତ ଯେ ଆଭରଣ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଚନ୍ଦନ। ଶେଷେ କରାଇବ ଅତିରିକ୍ତ ଆଚମନ। ନୈବେଦ୍ୟ ଅର୍ପଣ ଅନ୍ତେ ଆଚମନ ବିଧି। ପାନାର୍ଥ ଜଳ ବିଡ଼ିଆ ତାମ୍ବୁଳ ପ୍ରସିଦ୍ଧି। ଏବେ 10 ଉପଚାର ଦ୍ରବ୍ୟ ଯାହା ଶୁଣ। ପାଦ୍ୟ ଅର୍ଘ୍ୟ ଆଚମନ ମଧୁପର୍କ ପୁଣ। ସ୍ଥାନୀୟ ଆଚମନୀୟ ଜଳ ସମର୍ପଣ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ପ୍ରଦାନ। ପଞ୍ଚ ଉପଚାରେ 5 ଦ୍ରବ୍ୟ ସମର୍ପିବ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଏ ସର୍ବ। ଉପଚାର ଅଭାବରେ ଆହେ ମୁନିବରେ। କେବଳ ଗନ୍ଧ ପୁଷ୍ପରେ ପୂଜା ହୋଇପାରେ। ଏହାର ପ୍ରମାଣ ଅଛି ବ୍ରହ୍ମ ପୁରାଣରେ। କାଳିକା ପୁରାଣେ ମାର୍କଣ୍ଡେୟଙ୍କ ମତରେ। ନିବେଦନ ବିଧି ଏବେ କରସି ଶ୍ରବଣ। ବାମ ହସ୍ତେ ନିବେଦିବ ନାହିଁ ଦ୍ରବ୍ୟମାନ। ଏକ ହସ୍ତେ ନ କରିବ କେବେ ନିବେଦନ। ନିବେଦନ ଅନାରଧ ଦକ୍ଷିଣ ହସ୍ତେନ। ଦକ୍ଷିଣ ହସ୍ତରେ ଲଗ୍ନ କଲେ ବାମ ହାତ। ଅନାରବ୍ଧ ଦକ୍ଷିଣ ହସ୍ତ ଯେ ଅଟେ ମାତ୍ର। ନିବେଦନୀୟ ସାମଗ୍ରୀ ପୂଜା ଜଳାଦିରେ। ନଖ ସ୍ପର୍ଶ ନ କରିବ କେବେ ତହିଁରେ। ଲିଙ୍ଗ ମସ୍ତକରେ ଅର୍ଘ୍ୟ ଜଳ ସମର୍ପିବ। ପାଦ ପଦ୍ମ ଲକ୍ଷ୍ୟ କରି ପାନୀୟ ଜଳ ଦେବ। ଗନ୍ଧ ଦ୍ରବ୍ୟକୁ ଅର୍ପିବ ଯତନେ ଛିଟାଇ। କନିଷ୍ଠ ଭାଗ ଅଗ୍ରରେ ଅଙ୍ଗୁଷ୍ଠି ମିଳାଇ। ପୁଷ୍ପରେ ଗନ୍ଧ ଚନ୍ଦନ ଗୋଳାଇ ରଖିବ। ଅଙ୍ଗୁଷ୍ଠି ମଧ୍ୟମା
ଅନାମିକାରେ ଧରିବ ଗନ୍ଧ ମୁଦ୍ରା ଦର୍ଶାଇବ ଏହି ପରକାରେ। ପାର୍ବତୀଙ୍କି ଶିବ କହିଛନ୍ତି ତନ୍ତ୍ର ସାରେ। ଶ୍ରୀହରି ଭକ୍ତି ବିଳାସେ ବ୍ୟାସଙ୍କ ଉକ୍ତି। ଗନ୍ଧ ପ୍ରଦାନର ବିଧି ଅଛି ସେହି ମତି। ଗନ୍ଧ ଯୁକ୍ତି କରି ସାରି ପୁଷ୍ପକୁ ଯତ୍ନରେ ଅଙ୍ଗୁଷ୍ଠ ତର୍ଜନୀ ଏହି ବେନି ଅଙ୍ଗୁଳିରେ ଅର୍ପଣ କରିବ ଲିଙ୍ଗ ମସ୍ତକ ଉପରି। ପ୍ରତିଥର ହସ୍ତ ଧୋଉଥିବ ଭଲ କରି। ଧୂପ ଅର୍ପଣ ନିୟମ ଶୁଣ ମୁନିବର। ମଧ୍ୟମା ଅନାମିକାର ମଧ୍ୟ ପର୍ବ ଠାର। ଧୂପ ଦାନି ରଖି ଦକ୍ଷ ଅଙ୍ଗୁଷ୍ଠିରେ ଧରି ଦେବତାଙ୍କ ବାମ ଦିଗେ ପ୍ରଜ୍ୱଳିତ କରି। ଲିଭାଇ ଦେଇ ସେ ଧୂମ୍ର ଦର୍ଶାଇବ ଲିଙ୍ଗେ। ଦୀପକୁ ଧାରଣ କରି ସେହି ଧୂପ ମାର୍ଗେ ଦକ୍ଷିଣ ଦିଗରେ ତାହା କରିବ ପ୍ରଦାନ। ତୈଳ ଦୀପ ହେଲେ ତାହା ଅର୍ପିବ ବାମେଣ। ଧୂପ ଦୀପ ଭୂମି ପରେ କେବେ ନ ରଖିବ। ଆଧାର ଉପରେ ଯତ୍ନେ ସ୍ଥାପନ କରିବ। ଅଥବା କୌଣସି ଫଳାଦିରେ ଗୁନ୍ଥି କରି ସ୍ଥାପିବ ଦେବତାଙ୍କର ଛାମୁରେ ବିଚାରି। ପକ୍ୱ ନୈବେଦ୍ୟ ସାମଗ୍ରୀ ଅନ୍ନ ବ୍ୟଞ୍ଜନାଦି ଦେବତାଙ୍କ ବାମ ଦିଗେ ରଖିବ ସମ୍ପାଦି। ଅପକ୍ୱ ନୈବେଦ୍ୟ ଫଳ ମୂଳ ତଣ୍ଡୁଳାଦି ଦେବତାଙ୍କର ଦକ୍ଷିଣେ ରଖିବାର ବିଧି। ସକଳ ପ୍ରକାର ଯେତେ ନୈବେଦ୍ୟ ପଦାର୍ଥ ଦେବତାଙ୍କ ସମ୍ମୁଖରେ ରଖିବା ଉଚିତ। ଈଶାନ କି ଅବା ବାୟୁ କୋଣୁ ଆରମ୍ଭୀଣ ଦକ୍ଷିଣାବର୍ତ୍ତେ ମଣ୍ଡଳ ଲେଖି ଚତୁଷ୍କୋଣ। ତାହା ଉପରେ ନୈବେଦ୍ୟ ଦ୍ରବ୍ୟକୁ ରଖିବ। ନିଶ୍ୱାସ ବାୟୁ ଯେପରି ତହିଁ ନ ପଡ଼ିବ। ପକ୍ୱାନ୍ନ ଆମାନ ଯେ କୌଣସି ନିବେଦ୍ୟକୁ ନିରୁପକରଣ ଦେବ ନାହିଁ ଦେବତାଙ୍କୁ। ଉପକରଣ ଭାବେ ବାସ ଜଳ ଦେବ। ସ୍ୱପକରଣ ବୋଲିଣ ମୁଖେ ଉଚ୍ଚାରିବ। ତାନ୍ତ୍ରିକ ପୂଜାରେ ନିବେଦନ ମନ୍ତ୍ର ଶେଷେ ନମସ୍ତଳେ ଅର୍ଘ୍ୟେ ସ୍ୱାହା କହିବ ବିଶେଷେ। ଆଚମନିଏ ଆବର ମଧୁପର୍କେ ଶୋଧା ନିବେଦୟାମି ସ୍ଥାନୀଏ କହିବ ସର୍ବଦା। ପୁଷ୍ପ ପ୍ରଦାନ କାଳରେ ବୌଷଟ ଭାସିବ। ଅନ୍ୟ ଅନ୍ୟ ସ୍ଥଳେ ମାତ୍ର ନମ ଉଚ୍ଚାରିବ। ମଧୁପର୍କ ଗନ୍ଧାଦିରେ ବିସର୍ଗାନ୍ତ କରି ଆଦ୍ୟରେ ଲଗାଇ ଅର୍ପିବ ଆଦରି। ଅନ୍ୟାନ୍ୟ ଦ୍ରବ୍ୟର ଅନ୍ତେ ଅନୁସ୍ୱାର ଦେବ। ଆଦିରେ ଇଦମ୍ବା ଏତତ୍ ଶବ୍ଦ ଲଗାଇବ। ଶିବଲିଙ୍ଗ ପୂଜନରେ ସୂର୍ଯ୍ୟଙ୍କ ପୂଜାରେ ଶଙ୍ଖରେ ଅର୍ଘ୍ୟ ଦେବାର ନିଷେଧ ଶାସ୍ତ୍ରରେ। ଶିବ ଶକ୍ତି ପୂଜା କାଳେ ବିଲ୍ୱପତ୍ର ସାର ଅର୍ପଣ ନିୟମ ଶୁଣ ଆହେ ମୁନିବର। ବିଲ୍ୱପତ୍ର ଅଙ୍ଗୁଷ୍ଠ ତର୍ଜନୀରେ ଯେ ଧରି ଲେଉଟ ମାର୍ଗରେ ଚଢ଼ାଇବ ଲିଙ୍ଗ ପରି। ପୁଷ୍ପ ଯେ ଭାବେ ଉତ୍ପନ୍ନ ହେବ ସେହି ଭାବେ। ଏଥୁ ବିପରୀତ ମାର୍ଗ ନ କରିବ କେବେ। ଏ ବିଷୟ ପାର୍ବତୀଙ୍କି କହିଛନ୍ତି ହର। ଲିଙ୍ଗ ପୂଜାର ବିଧାନ ଯେମନ୍ତ ପ୍ରକାର। ଲିଙ୍ଗ ସ୍ୱରୂପ ଅଟଇ ରକ୍ତ କର ବୀର। ଏଣୁ ଏ ପୁଷ୍ପେ ଅତ୍ୟନ୍ତ ଶ୍ରଦ୍ଧା ଶିବଙ୍କର। ମୁଖ ସ୍ୱରୂପ ଯେ ପଦ୍ମ ସୁମନ ନିଶ୍ଚୟ।
ଶ୍ରୀମୁଖରେ ଆଜ୍ଞା କରିଛନ୍ତି ମୃତ୍ୟୁଞ୍ଜୟ। ପାଦୁକା ସ୍ୱରୂପ ଦ୍ରୋଣ ପୁଷ୍ପ ଶିବଙ୍କର। ଲିଙ୍ଗ ପାଶେ ସମର୍ପିବ ଏ ପୁଷ୍ପ ନିକର। ନିବେଦିତ ସାମଗ୍ରୀ କି ନିର୍ମାଲ୍ୟ କରନ୍ତି। ଦିବ୍ୟ ଚିତ୍ତେ ବୁଝି ଘେନ ସର୍ବମୁନି ଜ୍ୟୋତି। ଏମନ୍ତେ ସନତ କୁମାର ସେ ବ୍ରହ୍ମାନନ୍ଦନ। ବିସ୍ତାରି କହିଲେ ଲିଙ୍ଗ ଅର୍ଚ୍ଚନା ବିଧାନ। ଶୁଣି ସୌନକାଦି ସର୍ବେ ହୋଇଲେ ଆନନ୍ଦ। ମାନସେ ଚିନ୍ତିରେ ଶିବ ପଦର ବିନ୍ଦ। ଶ୍ରୀଲିଙ୍ଗ ପୁରାଣ କଥା ଅମୃତ ଲହରୀ। କର୍ଣ୍ଣ ମୁଖେ ପାନ କର ଭକ୍ତ ନର ନାରୀ। ଶିବଲିଙ୍ଗ ଆରାଧନେ ଭକ୍ତ ସିନ୍ଧୁ ତର। କହଇ କ୍ଷେତ୍ର ମୋହନ ଚିନ୍ତି ହରିହର। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ଅଷ୍ଟମୂର୍ତ୍ତି ଲିଙ୍ଗାର୍ଚ୍ଚନ ବିଧି ବର୍ଣ୍ଣନେ ନାମ ଅଷ୍ଟବିଂଶୋଧ୍ୟାୟ। 29 ଅଧ୍ୟାୟ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ନାମ ସ୍ତୋତ୍ର। ସନତ କୁମାର ଉବାଚ ସୌରାଷ୍ଟ୍ରେ ସୋମନାଥଂ ଚ ଶ୍ରୀଶୈଳେ ମଲ୍ଲିକାର୍ଜୁନଂ। ଉଜ୍ଜୟିନ୍ୟାଂ ମହାକାଳ ମୋଙ୍କାର ମମକେଶ୍ୱରଂ। ପରଲ୍ୟାଂ ବୈଜନାଥଂ ଚ ଡାକିନ୍ୟାଂ ଭୀମଶଙ୍କରଂ। ସେତୁବନ୍ଧେ ତୁ ରାମେଶଂ ନଗେଶଂ ଦାରୁକାବନେ। ବାରାଣସ୍ୟା ତୁ ବିଶ୍ବେଶଂ ତ୍ରମ୍ବକ ଗୌତମୀ ତଟେ। ହିମାଳये ତୁ କେଦାରଂ ଘୂଷଣେଣଂ ଶିବାଳये। ଏତାନି ଜ୍ୟୋତିର୍ଲିଙ୍ଗାନି ସାୟଂ ପାତ ପଠେନ୍ନରଃ। ସପ୍ତଜନ୍ମ କୃतं ପାପଂ ସ୍ମରଣେନ ବିନଶ୍ୟତି। ସନତ କୁମାର ବୋଲନ୍ତି ଶୁଣ ମୁନି ବୃନ୍ଦ। ସର୍ବ ପାପ ନାଶନ ଏ ଅପୂର୍ବ ସମ୍ବାଦ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯେ ସଦାଶିବଙ୍କର। ଦ୍ୱାଦଶ ସ୍ଥାନରେ ବିରାଜନ୍ତି ନିରନ୍ତର। ଏହି ସବୁ ଲିଙ୍ଗ ନାମ କରୁଛି ବ୍ୟକତ। ଯେଉଁମାନେ ଯେଉଁ ଲିଙ୍ଗ ଛନ୍ତି ଅବସ୍ଥିତ। ସୌରାଷ୍ଟ୍ର ଦେଶରେ ସୋମନାଥ ଲିଙ୍ଗ ବର। ଶ୍ରୀଶୈଳେ ମଲ୍ଲିକାର୍ଜୁନ ଲିଙ୍ଗ ମନୋହର। ଅବନ୍ତୀ ନଗରେ ମହାକାଳ ମହେଶ୍ୱର। ଓଙ୍କାର ମୂରତି ଧାରି ଅମଳ ଈଶ୍ୱର। କାବେରୀ ନର୍ମଦା ନଦୀ ସଙ୍ଗମ ସ୍ଥାନରେ। ଶ୍ରୀ ସିଦ୍ଧ ନାମକ କ୍ଷେତ୍ର କହନ୍ତି ଯାହାରେ। ସେ ସ୍ଥାନେ ଓଙ୍କାର ନାମ ମହାଲିଙ୍ଗ ମୂର୍ତ୍ତି। ମାନ୍ଧାତାପୁରେ ବିଜୟ ସହିତେ ପାର୍ବତୀ। ପୂର୍ବ ଉତ୍ତର ଦେଶେ ପ୍ରଜ୍ୱଳିକା ଠାବେ। ଶ୍ରୀ ବୈଦ୍ୟନାଥ ନାମେଣ ଲିଙ୍ଗ ଛନ୍ତି ଭବେ। ଆବର ଡାକିନି ଶାକନିକା ସମାଜରେ। ଶ୍ରୀ ଭୀମ ଶଙ୍କର ନାମେ ଲିଙ୍ଗ ମନୋହରେ। ତାମ୍ରପର୍ଣ୍ଣି ଜଳ ରାଶି ଯୋଗେ ଯେଉଁ ସ୍ଥାନ। ଅସଂଖ୍ୟ ପର୍ବତ ମାଳେ ସେତୁ ନିବନ୍ଧନ। ଶ୍ରୀରାମଚନ୍ଦ୍ରଙ୍କ ସ୍ଥାପିତ ଯେ ଲିଙ୍ଗ ବର। ତହିଁ ସଦା ବିରାଜନ୍ତି ନାମ ରାମେଶ୍ୱର। ଦାରୁକା କାନନ ମଧ୍ୟେ ବିଜେ ନାଗନାଥ। ଅତି ରମ୍ୟ ନଗର ସେ ଆହେ ତପୋବନ୍ତ। ବିବିଧ ଭୋଗ ଭୁଞ୍ଜନ୍ତି ତହିଁ ଉମାପତି। ନାନା ଭୂଷଣେ ଭୂଷିତ ପୂର୍ବ ମୂରତି। ବାରାଣସୀ କ୍ଷେତ୍ରେ ବିଶ୍ୱନାଥ କାଶୀଶ୍ୱର। ଗୌତମ ତଟେ ଯେ ଲିଙ୍ଗ ତ୍ରମ୍ବକେଶ୍ୱର। ହିମାଳୟେ ଶ୍ରୀ କେଦାରନାଥ ଶିବଲିଙ୍ଗ। ଶିବାଳୟ କୈଳାସରେ ଘସୃଣେଶ ଭଙ୍ଗ। ଇଳାପୁରେ କୃଷ୍ଣେଶ୍ୱର ମହାଲିଙ୍ଗ ସ୍ଥିତ।
ଶୁଣ ସର୍ବଲିଙ୍ଗଙ୍କର ମହିମା ଯେମନ୍ତ, ସୋମନାଥ କୃପା ଅବତାର ଭକ୍ତିପ୍ରଦ, ମଲ୍ଲିକା ଅର୍ଜୁନ ଲିଙ୍ଗ ଭୟ ବରଦ, ସଂସାର ସମୁଦ୍ର ପାର କରନ୍ତି ଯେ ସେହି, ମହାକାଳଙ୍କ ମହିମା ବିଚିତ୍ର ଅଟଇ, ମୁକ୍ତି ପ୍ରଦାନକାରୀ ସଜ୍ଜନ ମାନଙ୍କ, ଅକାଳ ମୃତ୍ୟୁ ମୁଖରୁ ସେ ପ୍ରଭୁ ରକ୍ଷକ, ଓଙ୍କାରନାଥ ଅଟନ୍ତି ସାଧୁ ନିସ୍ତାରକ, ବୈଦ୍ୟନାଥ ସର୍ବରୋଗ ବ୍ୟାଧି ବିନାଶକ, ନାଗନାଥ ଭକ୍ତି ମୁକ୍ତି ପ୍ରଦାନ କରନ୍ତି, ପ୍ରାଣୀଙ୍କ ହୃଦୟରେ ସଦା ଭକ୍ତି ଦିଅନ୍ତି, କେଦାରନାଥଙ୍କର ଯେ ମହିମା ଅଶେଷ, ସ୍ୱଭକ୍ତେ ଦିଅନ୍ତି ଅନ୍ତେ ସ୍ୱର୍ଗପୁରେ ବାସ, ତ୍ର୍ୟମ୍ବକ ଈଶ୍ୱର ସର୍ବ ପାପରୁ ତାରନ୍ତି, ଶ୍ରୀରାମେଶ୍ୱର ସର୍ବତ୍ର ଜୟ କରାବନ୍ତି, ନାଗେଶ ସକଳ କାର୍ଯ୍ୟ ସିଦ୍ଧି କରିଥାନ୍ତି, ଧର୍ମ ଅର୍ଥ କାମ ଆଦି ପ୍ରାଣୀଙ୍କି ଦିଅନ୍ତି, ତାରକ ମନ୍ତ୍ର ପ୍ରଦାନେ କାଶୀ ବିଶ୍ୱନାଥ, ନିଜ ଭକ୍ତମାନଙ୍କୁ କରନ୍ତି କୃତାର୍ଥ, ଘୃଣେଶ ଯମଦଣ୍ଡୁ କରନ୍ତି ରକ୍ଷଣ, କୃଷ୍ଣେଶ୍ୱର ମୁଖ୍ୟ ଦାତା ଜାଣ ମୁନି ଗଣ, ଏହି ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କଳି କାଳେ, ଏକାମ୍ର କାନନେ ଠୁଳ ଅଛନ୍ତି ସକଳେ, ଶ୍ରୀଲିଙ୍ଗ ପୁରାଣ ସନତ କୁମାରଙ୍କ ଗିର, ପଦ ଛନ୍ଦେ ଭଣେ ହୀନ ଦିନ କ୍ଷେତ୍ର ଛାର। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ନାମ ସ୍ତୋତ୍ରାଦି ବର୍ଣ୍ଣନେ ନାମ 29 ଅଧ୍ୟାୟ। 30 ଅଧ୍ୟାୟ ଧାତାଙ୍କ ପ୍ରତି ଶିବଙ୍କର ଏକାମ୍ର ବନଗମନେ ଆଦେଶ। ଶୌନକ ଉବାଚ ଏଥୁ ଅନନ୍ତରେ ଯେ ଶୌନକ ମୁନିବର, ସନତ କୁମାରଙ୍କୁ ଚାହିଁ ପୁଛିଲେ ସତର, ବୋଇଲେ ଆହେ ସର୍ବଜ୍ଞ ପୁରାଣ ବକତା, କହିବା ହେଉ ଶ୍ରୀ ହରିହର ତତ୍ଵ କଥା। ଜ୍ୟୋତିର୍ଲିଙ୍ଗ ଯେ ଦ୍ୱାଦଶ ସ୍ଥାନରେ ରାଜନ୍ତି, ବ୍ରହ୍ମାଦି ଦେବଗଣ କେଶନେ ପୂଜନ୍ତି। ସନତ କୁମାର ଉବାଚ ସନତ କୁମାର ବୋଇଲେ ଶୁଣ ହେ ଶୌନକ, ଏକତ୍ର ଯେ ବଣ ସ୍ଥାନେ ଜ୍ୟୋତିର୍ଲିଙ୍ଗ ଯାକ, ଯେମନ୍ତ ଦେବଗଣଙ୍କ ସହିତେ ବିଧାତା, ଶ୍ରୀ ହରିହରଙ୍କୁ ପୂଜା କଲେ ନିତ୍ୟ ଯଥା। ବର୍ଣ୍ଣନ କରିବି ତାହା ତୁମ୍ଭ ନିକଟରେ, ଯେମନ୍ତ ସଂଶୟ ନ ରହିବ ମାନସରେ। ପ୍ରତିଦିନ ବେଦବର କମଳ ଆସନ, ଦ୍ୱାଦଶ ଲିଙ୍ଗ ପୂଜନ୍ତି ଘେନି ଦେବଗଣ। ଏହି ରୂପେ ବହୁ କାଳ ହୁଅନ୍ତେ ଅତୀତ, ବିଶେଷରେ ବ୍ରହ୍ମା ହେଲେ ଉତ୍କଣ୍ଠିତ ଚିତ୍ତ। ପୁଣି ଦେବଗଣଙ୍କୁ ସେ ଘେନିଣ ସଙ୍ଗରେ, ଉପସ୍ଥିତ ହେଲେ ଯାଇ ହିମଗିରି ପରେ। ପୂର୍ବ ପରି ସ୍ନେହ କରି ଲିଙ୍ଗ ରଚନ, ଚନ୍ଦ୍ରଶେଖରଙ୍କୁ ସ୍ତବ କଲେ ପଦ୍ମାସନ। ବ୍ରହ୍ମାଙ୍କ ସ୍ତବେ ସନ୍ତୋଷ ହୋଇ ପଶୁପତି, ଆବିର୍ଭାବ ହେଲେ ଲିଙ୍ଗ ମଧ୍ୟରୁ ତଡ଼ତି। ଚନ୍ଦ୍ରକଳା ଶୋଭା ପାଏ ଲଲାଟ ଦେଶରେ, ଜଟାଜୁଟ ବିରାଜଇ ତାଙ୍କ ଶିର ପରେ। ବୃଷଭ ପିଠିରେ ପ୍ରଭୁ କରିଛନ୍ତି ବିଜେ, ତ୍ରିଶୂଳ ଦମ୍ବରୁ ପିନାକ ଯେ କରେ ସାଜେ। ନାଗ ପଇତା କନ୍ଧରେ ପରମ ଶୋଭନ, ଗୁରୁ ସର୍ବଦା ଯା କରେ ଭସ୍ମ ବିଲୋପନ। କଟି ତଟେ ବ୍ୟାଘ୍ର ଛାଲ ଦିଶଇ ସୁନ୍ଦର, ମହାମନୋହର ବେଶ ଦେବ ଦିଗମ୍ବର। ଏମନ୍ତ ମୂର୍ତ୍ତିରେ ପ୍ରଭୁ ପାର୍ବତୀ ରମଣ, ସର୍ବଶୁଭେ ବିଧାତାଙ୍କୁ ଦେଲେ ଦର୍ଶନ।
ଦେବଗଣଙ୍କ ସହିତେ କମଳ ଆସନ। ସେହି କ୍ଷଣି କଲେ ଶିବ ଚରଣ ବନ୍ଦନ। ପ୍ରସନ୍ନ ମନେ ବ୍ରହ୍ମାଙ୍କୁ ସମ୍ବୋଧନ କରି କହିଲେ ମଧୁର ସ୍ୱରେ ଦେବ ତ୍ରିପୁରାରୀ। ମନମତ ବାଞ୍ଛା କିବା କହ ବେଦବର। ଯାହା ଇଚ୍ଛା କର ତାହା ଦେବ ହିଁ ସତର। ମୋହରି ମାୟାରେ ମୁଗ୍ଧ ହୋଇଣ ସକଳେ। ଜୀବନ ଧରି ଅଛନ୍ତି ଅବନି ମଣ୍ଡଳେ। ମୋହରି ମାୟାର ବଳେ ତୁମ୍ଭେ ପଦ୍ମାସନ। କରିଅଛ ସିନା ଏହି ଜଗତ ସର୍ଜନ। ଶିବଙ୍କ ମୁଖୁ ଏ ସନ ଶୁଣି ପଦ୍ମ ଯୋନି। ଅବନତ ଶିରେ ତହୁଁ ଭାସିଲେ ବାଣୀ। ମୋହର ବଚନ ଶୁଣ ଆହେ ପଞ୍ଚାନନ। ଦେବଙ୍କ ପରମ ହିତ କରିଛ ସାଧନ। ତୁମ୍ଭରି ଆଦେଶ ପାଳି ଆମ୍ଭେମାନେ ସର୍ବେ। ଜ୍ୟୋତିର୍ଲିଙ୍ଗ ପୂଜା କରୁଅଛୁ ଭକ୍ତି ଭାବେ। ମାତ୍ର କଥା ଏକ ହେଉଛି ଶୁଣ ତ୍ରିଲୋଚନ। ନାନା ସ୍ଥାନେ ପୂଜି ନ ପାରୁଛୁ ଲିଙ୍ଗମାନ। ସର୍ବସ୍ଥାନେ ଯାଇ ନ ପାରିବୁ ପ୍ରତିଦିନ। ଏକ ସ୍ଥାନେ ସର୍ବଲିଙ୍ଗ କରିବୁ ଅର୍ଚ୍ଚନ। ଆମ୍ଭ ପ୍ରତି କୃପା ବହି ଆହେ ମୃତ୍ୟୁଞ୍ଜୟ। ଅବିଳମ୍ବେ ଆଜ୍ଞା କର ଏଥିର ଉପାୟ। ଏକ ଲିଙ୍ଗେ ଯେହ୍ନେ ସର୍ବଲିଙ୍ଗ ପୂଜା ହେବେ। ଏମନ୍ତ ସ୍ଥାନ ଯେ କାହିଁ ଅଛି ଏହି ଭବେ। ସକଳ ଲିଙ୍ଗ ହୁଁ ଶ୍ରେଷ୍ଠ ଯେଉଁ ଲିଙ୍ଗରାୟ। ସନାତନ ଜ୍ୟୋତି ରୂପ ଯେ ଲିଙ୍ଗ ନିଶ୍ଚୟ। ନିରୂପଣ କରି ତାହା ହେବୃ ସମାନ। ପ୍ରତିଦିନ ତହିଁ ଯାଇ କରିବୁ ପୂଜନ। ସେହି ଏକ ଲିଙ୍ଗ ପୂଜା କଲେ ଟିକେ ବଳ। ପ୍ରାଣୀଏ ଲଭିବେ ସର୍ବଲିଙ୍ଗ ପୂଜା ଫଳ। ଏମନ୍ତ ସ୍ଥାନ ଏ ଅବନିରେ ଅଛି କାହିଁ। ସକଳ ଲିଙ୍ଗ ପୂଜିବୁ ସେହି କ୍ଷେତ୍ରେ ଯାଇ। ଏମନ୍ତ ବଚନ ଶୁଣି ଦେବ ମହେଶ୍ୱର। ସଧୀରେ ବୋଇଲେ ଶୁଣ ଆହେ ବେଦବର। ଯେ ବଣଲିଙ୍ଗ ମୋହର ପରମ ଗୁପତ। ତୁମ୍ଭ ଆଗେ କହୁଅଛି ଏବେ ସେ ବୃତ୍ତାନ୍ତ। ମନ ମଧ୍ୟେ ହେଜ କିନା ହେ କମଳାସନ। ପୂର୍ବେ ବିଷ୍ଣୁଙ୍କ ସହିତେ କରିଛ ଦର୍ଶନ। ପାଶୋରି ପକାଇଅଛ ତୁମ୍ଭେ ସେହି କଥା। ଏବେ ବତାଇ ଦେଉଛି ଆହେ ଚଉମଥା। ସବୁ ଲିଙ୍ଗ ଉପରେ ଯେ ଅଟନ୍ତି ରାଜନ। ଭାରତେ ଉତ୍କଳ ଦେଶେ ପରମ ଶୋଭନ। ଅତି ହିଁ ଗୁପ୍ତ ସ୍ଥାନ ଏକାମ୍ର କାନନ। ନାନା ତରୁ ଲତାରେ ସେ ହରେ ନେତ୍ର ମନ। ତହିଁ ଲିଙ୍ଗ ସନାତନ ମହାମନୋହର। ନାମ ଅଟଇ ତାହାଙ୍କ ତ୍ରିଭୁବନେଶ୍ୱର। ସର୍ବ ଜ୍ୟୋତିର୍ମୟ ଲିଙ୍ଗ ମହିମା ଅନନ୍ତ। ଶ୍ରୀ ଅନନ୍ତ ବାସୁଦେବ ଛନ୍ତି ତାଙ୍କ ସାଥ। ଏଣୁ ହରିହର ବେନି ଏକତ୍ର ମିଳନ। ଧବଳ ଶ୍ୟାମଳ ରୂପ ଅପୂର୍ବ ଘଟନ। ପରମ ଗୋପନ ଲିଙ୍ଗ ସୁମଞ୍ଜୁଳ କାନ୍ତି। ନାଗନର ଦେବ କେହି ଏହା ନ ଜାଣନ୍ତି। ସଦା ମୋହି ରହି ତହିଁ ମହାନନ୍ଦରେ। ମନ ସୁଖେ ନିରୋଳାରେ ବିହରଣ କରେ। ଯେଉଁ ସବୁ ଜ୍ୟୋତିର୍ଲିଙ୍ଗ କରିଛ ଅର୍ଜନ। ଲିଙ୍ଗରାଜ ଅଂଶ ମାତ୍ର ଘେନି ଲିଙ୍ଗମାନ। ଏଣୁ ତୁମ୍ଭେ ଯାଅ ସେହି ଏକାମ୍ର କାନନେ। ଦେବଗଣ ସହ ଲିଙ୍ଗ ପୂଜ ହେ ବିଧାନେ। ନାନାବିଧ ଦ୍ରବ୍ୟମାନ
करि आयोजन विहित विधान कर मोलिंग पूजन तहि मो नैवेद्य अन्न भोजन करिब परम पवित्र तुम्भ मानस होइब शिवंक वदन शुणी एमंत वचन विनय रे कहिले से कमल आसन शिवलिंग पूजा करी श्रद्धा भक्ति भरे न भुंजीब से नैवेद्य ऋषिंक विचारे एहि रूपे शुणिछि मु आहे पंचानन केमंते करिबु तब निर्माल्य भक्षण मम निर्माल्य आग्राह्य करिण आपणे साक्षात पूर्वरु मुहि शुणिछि श्रवणे एथिर मरम किछि बुझि न पारई संशय छेदन कर आहे उमा साई तहिरे ज्ञान लभिवे सर्वदेवगण तहिर उपाय कर एम निवेदन एमंत वचन शुणी देवशूल पाणी बोइले कहुछि शुण आहे पद्मजनी मोर नैवेद्य आग्राह्य सत्य वचन मात्र त्रिभुवनेश्वर नाही से बारण अन्य अन्य लिंगे अछि जेपरि विधान एथि ताहा विपरीत अटे भले घेन एबे संगे घेनी करी सर्वदेवगण अविलंबे चली जाओ एकाम्र कानन तथि जाई यथा विधि करि लिंगार्चन सरल मानसे कर नैवेद्य ग्रहण एते बोली अंतर्ध्यान हेले त्रिलोचन ब्रह्मदेवंक सहिते चलिले बहन एकाम्र कानने मिली सकल मरे आनंदे अर्चन कले लिंग हरिहरे सेहि श्री हरिहरंक पादे मो शरण अधम क्षेत्र मोहने कर परित्राण इति श्रीलिंग पुराणे द्वितीय खंडे ब्रह्मास्तव प्रसंग एकाम्र कानन महात्म्य आभास वर्णने नाम 30 अध्याय।